ବିଷୟର ନାମ ହେଲା ଆମ ଗାଁ। ଏହି ବିଷୟଟି ହସଖୁସି ବହିର ଦ୍ୱିତୀୟ ଶ୍ରେଣୀରୁ ଆସିଅଛି ଏବଂ ଏହା ହେଉଛି ପାଠ ନମ୍ବର 12। ପିଲାମାନେ, ଆଜି ଆମେ ଏହି ବିଷୟଟିକୁ ପଢ଼ିବା ପୂର୍ବରୁ ଏକ ଛୋଟ ଗୀତଟିଏ ଶୁଣିବା। ଚାଲ ଶୁଣିବା। ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ, ତୁମର ଆମର ନାହିଁ ପାଇଁଚ। ଆମ ସାହି ପଡ଼ିଶା କରି ନିଜ ବେଉସା, ପୋଷନ୍ତି ସେ ପରିବାର ସେ ଆମ ନିଜର, ସେ ଆମ ନିଜର। ପିଲାମାନେ, ଏଇଟା କାହାର ଚିତ୍ର ଦେଖୁଛ? ହଁ, ଆମ ଗାଁର ଚିତ୍ର। ତାହେଲେ ଦେଖିଲ ପିଲାମାନେ, ଏଇଠି କ'ଣ କ'ଣ ଦେଖୁଛ ତୁମେମାନେ? ହଁ, ଆମ ଗାଁରେ ଏକ ସୁନ୍ଦର ନଈଟିଏ ଅଛି, ଯାହାକି କୁଳୁ କୁଳୁ ଶବ୍ଦ କରୁଛି। ଆଉ ଶସ୍ୟ ଶ୍ୟାମଳା କ୍ଷେତ ଅଛି, ଯେଉଁଠିକି କୃଷକ ଚାଷ କରେ। ଆଉ କ'ଣ ଅଛି ଏଇଠି? ମନ୍ଦିରଟିଏ ଅଛି, ଯେଉଁଠିକି ଲୋକମାନେ ପୂଜା କରିବାକୁ ଯାଆନ୍ତି। ଚାଲ ତେବେ ଏହି ଗାଁର ଲୋକମାନେ କିପରି ନିଜର ଜୀବିକା ମେଣ୍ଟାନ୍ତି ବା କିଏ କି କାମ କରେ ସେ ବିଷୟରେ ଜାଣିବା। ତାହେଲେ ଚାଲ ପିଲାମାନେ, ଆମେ ଜାଣିବା। ପିଲାମାନେ, ଏଇଟା କାହାର ଚିତ୍ର? ହଁ, ଦିଦିଙ୍କର ଚିତ୍ର। ଦିଦି ପାଠ ପଢ଼ଉଛନ୍ତି, ସେଥିପାଇଁ ସେ ପାଠ ପଢ଼ିବା କାମଟି କରନ୍ତି। ସେଥିପାଇଁ ତାଙ୍କୁ ଶିକ୍ଷକ ବୋଲି କୁହାଯାଏ। ତାହେଲେ ଶିକ୍ଷକଙ୍କର କାମ କ'ଣ? ପିଲାମାନଙ୍କୁ ପାଠ ପଢ଼ାଇବା। ପିଲାମାନେ, ଏବେ ଦେଖ କାହାର ଚିତ୍ର? ହଁ, ନିଧି ମଉସାଙ୍କର ଚିତ୍ର। ସେ କ'ଣ କରୁଛନ୍ତି? ସେ କ୍ଷେତରେ ଚାଷ କରୁଛନ୍ତି। ଚାଷ କରି ସେ ଆମକୁ ଧାନ, ଗହମ, ମୁଗ, ବିରି ଓ ଚିନାବାଦାମ ପ୍ରଦାନ କରନ୍ତି। ତେବେ ଚାଷ କାମ ହେଉଛି ତାଙ୍କର ବୃତ୍ତି ବା ଚାଷ କାମ ଦ୍ୱାରା ସେ ନିଜର ପେଟ ପୋଷନ୍ତି। ପିଲାମାନେ, ଏହି ଚିତ୍ରଟି ଦେଖ। ଏହି ଚିତ୍ରରେ କ'ଣ ହେଉଛି ନା, ଏହି ଚିତ୍ରରେ ଜଣେ ମାଟିରେ ବିଭିନ୍ନ ପ୍ରକାରର ଜିନିଷ ତିଆରି କରୁଛନ୍ତି, ଯେପରିକି ହାଣ୍ଡି, ମାଠିଆ, ଏହିପରି ମାଟି ଜିନିଷ ତିଆରି ହୁଏ। ତାହେଲେ ଏମାନଙ୍କର କାମ ହେଉଛି ମାଟିରେ ବିଭିନ୍ନ ପ୍ରକାରର ଜିନିଷ ତିଆରି କରିବା। ପିଲାମାନେ, ଏବେ କୁହ, ଏହା କାହାର ଚିତ୍ର? ହଁ, ଗୋଟେ ମେସିନ୍ ଅଛି, ଜଣେ ବସି ସିଲେଇ କରୁଛନ୍ତି। କ'ଣ ସିଲେଇ କରୁଛନ୍ତି? ତୁମର ପୋଷାକ ସିଲେଇ କରୁଛନ୍ତି। ଯେତେବେଳେ ଆମେ କୌଣସି ପୋଷାକ ତିଆରି କରିବାକୁ ଯାଉ ବା କୌଣସି ପୋଷାକ ଚିରି ଯାଇଥାଏ, ତାହେଲେ ଆମେ ୟାଙ୍କରି ପାଖକୁ ହିଁ ଯାଉ। ଆଙ୍କୁ କ'ଣ କୁହାଯାଏ? ଆଙ୍କୁ ଦରଜି କୁହାଯାଏ। ସେ ସିଲେଇ କରିକି ନିଜର ପେଟ ପୋଷନ୍ତି। ପିଲାମାନେ, ଏବେ ଦେଖ, ଏ ଲୋକ ଜଣକ କ'ଣ କରୁଛନ୍ତି ନା, ଏପରି ବି କେତେକ ଲୋକ ଅଛନ୍ତି ଯେଉଁମାନେ ଗ୍ରାମବାସୀମାନଙ୍କର ମଇଳା ଲୁଗା ଓ ପୋଷାକ ସଫା କରନ୍ତି। ସେଗୁଡ଼ିକ ସାବୁନ ଓ ଲୁଗା ସଫା ପାଉଡରରେ ସଫା କରନ୍ତି ଓ ଇସ୍ତ୍ରୀ କରି ପାରିଶ୍ରମିକ ନିଅନ୍ତି। ଏମାନଙ୍କର କାମ ହେଉଛି ଲୁଗା ସଫା କରିବା। ପିଲାମାନେ, ଆଜିର ବିଷୟଟି ତ ଶୁଣିଲ, ବହୁତ ଭଲ ମଧ୍ୟ ଲାଗିଥିବ। ତାହେଲେ ଆମେ ଏଥିରୁ ଆଜି କ'ଣ ଜାଣିଲେ? ଗାଁର ଲୋକମାନେ ଭିନ୍ନ ଭିନ୍ନ କାମ କରୁଥିଲେ ହେଁ ସେମାନଙ୍କ ମନ ଏକ। ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ଥାଏ। କେହି କାହାକୁ ଛୋଟ ବୋଲି ଭାବନ୍ତି ନାହିଁ। ସମସ୍ତେ ମିଳିମିଶି ଚଳନ୍ତି, ଏକାଠି ମିଶି ନିଷ୍ପତ୍ତି ମଧ୍ୟ ନିଅନ୍ତି। ତାହେଲେ ପିଲାମାନେ, ଆମେ ଗ୍ରାମରେ ରହିଲେ ମଧ୍ୟ ଆମର କାମ କରିବା ଶୈଳୀ ସମସ୍ତଙ୍କର ଅଲଗା ଅଲଗା ଥାଏ। ଜୀବିକା ନିର୍ବାହ ମଧ୍ୟ ଅଲଗା ଅଲଗା ଥାଏ। ଆମେ ସମସ୍ତଙ୍କ ଉପରେ ନିର୍ଭରଶୀଳ ଏବଂ ସମସ୍ତେ ଆମ ଉପରେ ନିର୍ଭରଶୀଳ। ସେଥିପାଇଁ ଆମେ ସମସ୍ତେ ଏକ ହୋଇ ରହିବା। ପିଲାମାନେ, କାଲି ପୁଣି ଥରେ ଆଉ ଗୋଟିଏ ନୂଆ ବିଷୟ ନେଇ ଉପସ୍ଥିତ ହେବି। ତାହେଲେ ଆଜି ରହୁଛି। ଧନ୍ୟବାଦ। ମୋର ପ୍ରିୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ, ଆପଣମାନେ ଏହି ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଦେଖିବେ ଏବଂ ଦେଖିକି ଆପଣ ନିଜର ସୁଚିନ୍ତିତ ମତାମତ ମଧ୍ୟ ଦେବେ। ଆଜିର ବିଷୟବସ୍ତୁ ଥିଲା ମୋଷ୍ଟ ଇନୋଭେଟିଭ୍ ଟେକ୍ନିକ୍ ଟୁ ଟିଚ୍ ଆୱାର ଷ୍ଟୁଡେଣ୍ଟସ୍ ଦ୍ୟାଟ୍ ୱିଲ୍ ଲର୍ନ ଫ୍ରମ୍ ଚକୋଲେଟ୍। ଆମେ ଚକୋଲେଟ୍ ଆପକୁ ବ୍ୟବହାର କରି ଯେଉଁ ପ୍ରଶିକ୍ଷଣ ନେଇଛେ, ସେହି ପ୍ରଶିକ୍ଷଣ ମାଧ୍ୟମରେ ବା ସେହି ପ୍ରଶିକ୍ଷଣକୁ ଆଧାର କରି ଆମେ
ପିଲାମାନଙ୍କ ପାଇଁ କିପରି ଭାବରେ ଏକ ଶିକ୍ଷଣ କାର୍ଯ୍ୟଟିଏ ପ୍ରସ୍ତୁତ କରିପାରିବା ଯାହାକି ପିଲାଙ୍କର ପାଇଁ ଉପକୃତ ହେବ। ତାହେଲେ ମୁଁ ଭାବୁଛି ଆଜି ଭିଡ଼ିଓଟି ନିଶ୍ଚିନ୍ତ ଭାବରେ ଆପଣମାନଙ୍କୁ ଭଲ ଲାଗିବ। ଥ୍ୟାଙ୍କ ୟୁ। ଶେଷରେ ମୁଁ ଏତିକି ହିଁ କହିବି, ମିଲିୟନ ସ୍ପାର୍କ୍ସ ଫାଉଣ୍ଡେସନ୍ has developed Chocolate to impact teacher capacity and student learning, and I find here daily new things to learn and share. So thank you Chocolate, thank you Million Sparks Foundation, thank you.